भक्तिमयी पाठचक्र रे एक भक्तिर अर्घ्य निवेदन करने आज आम सह अच्छा आमर प्रिय पांडव भाई आस्का भाई को अनुरोध करवा से एक भक्तिर अर्घ्य माँ को पाद पद्म निवेदन करेंगे। भाई प्रणाम। भाई माँ श्री अरविंद संयोजिका सम्मानिया रत्न मंजूर बापा पूज्य लक्ष्मी भाई एवं यही पाठचक्र उपस्थित थिबा समस्त भाई मोर अनेक अनेक प्रणाम। माँ तुम पण तो छाई सदा थाउ मोरी पाई माँ तुम पण तो छाई सदा थाउ मोरी पाई जन्म मोर धन्य होईछि जन्म मोर धन्य होईछि तुम परी माँ को पाई माँ तुम पण तो छाई सदा थाउ मोरी पाई माँ तुम पण तो छाई सदा थाउ मोरी पाई तुमरी ममता तुमरी करुणा सदा झरु थाओ न हेउ गौणा तुमरी ममता तुमरी करुणा सदा झरु थाओ न हेउ गौणा तुम भरोसारे पथ चलीछि मो तुम भरोसारे पथ चलीछि मो पाखे पाखे थारही माँ तुम पण तो छाई सदा थाउ मोरी पाई माँ तुम पण तो छाई सदा थाउ मोरी पाई सबु दुख मोर तुमको अर्पी सुखरे अछि मो तुम नाम जपी सबु दुख मोर तुमको अर्पी सुखरे अछि मो तुम नाम जपी ए जीवन मोर तुमरी आश्रित ए जीवन मोर तुमरी आश्रित तुमरी चरण झाई माँ तुम पण तो छाई सदा थाउ मोरी पाई माँ तुम पण तो छाई सदा थाउ मोरी पाई जन्म मोर धन्य होईछि
ଜନମ ମୋର ଧନ୍ୟ ହୋଇଛି, ତୁମ ପରି ମାକୁ ପାଇ। ମା ତୁମ ପଣତ ଛାଇ ସଦା ଥାଉ ମୋହରି ପାଇଁ। ମା ତୁମ ପଣତ ଛାଇ ସଦା ଥାଉ ମୋହରି ପାଇଁ। ସଦା ଥାଉ ମୋହରି ପାଇଁ। ସଦା ଥାଉ ମୋହରି ପାଇଁ। ଧନ୍ୟବାଦ ଭାଇ, ବହୁତ ସୁନ୍ଦର। ମା ତୁମର ପଣତ ଛାଇ ସଦା ଥାଉ ଆମରି ପାଇଁ। ସବୁ ସୁଖ ଦୁଃଖକୁ ସମର୍ପିତ କରିଦେଇ ହସି ହସି ମା ନାମ ଜପ ଗାଇ ମାଙ୍କ ଚେତନାରେ ମାଙ୍କ ପଥରେ ଧାବିତ ହେଉ। ସେଇ ଶକ୍ତି ସାମର୍ଥ୍ୟ ମା ହିଁ ଦିଅନ୍ତୁ। ସମସ୍ତ ଭାଇଙ୍କ ତରଫରୁ ମୋ ଭାଇଙ୍କୁ ପୁଣି ଧନ୍ୟବାଦ ଜଣାଉଛି, କୃତଜ୍ଞତା ଜଣାଉଛି। ମା ମା ମା। ପ୍ରତି ଗୁରୁବାର ବିଳମ୍ବିତ ସନ୍ଧ୍ୟା ରାତ୍ର 8ଟା ରେ ଏକ ଗ୍ରନ୍ଥ ଆଲୋଚନା ହୋଇ ଆସୁଛି, ଦ ହ୍ୟୁମାନ ସାଇକଲ, ମାନବ ଯୁଗଚକ୍ର। ମାନବ ଯୁଗଚକ୍ରର ତୃତୀୟ ଚାପ୍ଟରଟି ବର୍ତ୍ତମାନ ଆଲୋଚନା ହୋଇ ଆସୁଛି। 2 ଗୁରୁବାର ଆଲୋଚନା ହୋଇପାରିନି, ଭାଇ ଆଜି ଆଲୋଚନା କରିବେ। 2 ମିନିଟ୍ ପରେ ଭାଇ ଜଏନ୍ ହେବେ। ଭାଇଙ୍କର ପ୍ରୟାସ, ଭାଇ ସମୟ ଦେଇଥିବାରୁ ମାଙ୍କ ପାଖରେ କୃତଜ୍ଞତା ଜଣାଇବା। ଆଜି ଚାପ୍ଟର ତୃତୀୟର 27 ପୃଷ୍ଠା 2nd ପ୍ୟାରାଗ୍ରାଫ ଆଲୋଚନା ହବ। ମୁଁ ଏହାର ଫଟୋ ପଠେଇ ଦଉଛି, ପଠେଇ ପାରିନି, ବର୍ତ୍ତମାନ ପଠେଇବି। ମୁଁ ଟିକେ ପଢିନି, ଆମେ ଶୁଣିବା, ତାର ଭାଇଙ୍କର ଆଲୋଚନା ରହିବ। The individualistic age is then a radical attempt of mankind to discover the truth and law both of the individual being and of the world to which the individual belongs. It may begin as it began in Europe, with the endeavor to get back, more especially in the sphere of religion, to the original truth which convention has overlaid, defaced or distorted. But from that first step is must proceed to other, and in the end to a general questioning of the foundations of thoughts and practice in all the spheres of human life and action. ବ୍ୟକ୍ତିବାଦ ଯୁଗ ପରେ ଆଶୟୀ ଯୁଗ ଆରମ୍ଭ ହୋଇଛି। ଆଶୟୀ ଧର୍ମ, ଆଶୟୀ ଧର୍ମୀର ଯୁଗର ଆଗମନରେ ମା ପ୍ରଭୁ ଏଠି କହୁଛନ୍ତି ଯେ ତେଣୁ ଏହି ବ୍ୟକ୍ତିବାଦୀ ଯୁଗକୁ ଆମେ ବ୍ୟକ୍ତି ସତ୍ତା ଏବଂ ବ୍ୟକ୍ତି ସତ୍ତା ଯାହାର ଅନ୍ତର୍ଗତ ହୋଇ ରହିଛି ସେହି ଜଗତର ମଧ୍ୟ ସତ୍ୟ ବିଧାନକୁ ଆବିଷ୍କାର କରିବା ଲାଗି ମନୁଷ୍ୟ ସମାଜର ଏକ ମୌଳିକ ପ୍ରୟାସ ବୋଲି ଆମେ ଧରି ନେବା। ବ୍ୟକ୍ତିବାଦ ଯୁଗଟା ବି ଗୋଟେ ତାର ନିଜର ବ୍ୟକ୍ତି ସତ୍ତା ଏବଂ ବ୍ୟକ୍ତି ସତ୍ତା ମଧ୍ୟରେ ସେ କିପରି ସତ୍ୟକୁ ଆବିଷ୍କାର କରିବ। ସବୁ ଜିନିଷ ଯଦି ଆମେ ସ୍ୱାଧୀନତାକୁ ନ ଦେବା ମନୁଷ୍ୟକୁ, ତାହେଲେ ସେ ନିଜକୁ ଆବିଷ୍କାର କରିପାରିବ ନାହିଁ। ତାର ପ୍ରୟାସ ରହିବା ବି ଆବଶ୍ୟକ। ଏଠି ପ୍ରଭୁ ଶ୍ରୀରାମ କହୁଛନ୍ତି ୟୁରୋପରେ ଯେଉଁଭଳି ଘଟିଥିଲା, ପରମ୍ପରାଗ୍ରସ୍ତ ଯୁଗଟି ଦ୍ୱାରା ଆଚ୍ଛନ୍ନ, ବିକୃତ ବା କଦାକୃତ ହୋଇ ରହିଥିବା ମୂଳ ସତ୍ୟଟି ପାଖକୁ ଲେଉଟି ଯିବାର, ବିଶେଷ କରି ଧର୍ମର କ୍ଷେତ୍ରରେ ସେହି ସତ୍ୟଟି ପାଖକୁ ଲେଉଟି ଯିବାର ଚେଷ୍ଟା ଦ୍ୱାରା ଏହି ପ୍ରୟାସଟିର ଆରମ୍ଭ ହୋଇପାରେ। ମାନେ ସେଇ ଧର୍ମ ଦେଇ ହିଁ ସତ୍ୟ ପାଖକୁ ଯିବା,
ତେଣୁ ସେଥିପାଇଁ ସେ ପ୍ରୟାସଟି ଆରମ୍ଭ ହେଇଛି ବ୍ୟକ୍ତିବାଦ ଯୁଗରୁ। ମାତ୍ର ସେଇ ପ୍ରଥମ ପାଦଟି ପକେଇ ସାରିବା ପରେ ସେଇଠାରେ ହିଁ ଅଟକି ନ ଯାଇ ତାକୁ ଅଗ୍ରସର ହୋଇ ଆହୁରି ପାଦ ବି ପକେଇବାକୁ ପଡିବ ଏବଂ ଅବଶେଷରେ ମନୁଷ୍ୟ ଜୀବନ ମାନବିକ କର୍ମର ଯାବତୀୟ କ୍ଷେତ୍ରରେ ବିଚାର ତଥା ଆଚରଣର ମୂଳ ଭିତ୍ତି ଗୁଡିକ ବିଷୟରେ ମଧ୍ୟ ସାଧାରଣ ଭାବେ ପ୍ରଶ୍ନ ଉତ୍ଥାନ କରିବାକୁ ପଡିବ ଏବଂ ଏହାର ଅପରିହାର୍ଯ୍ୟ ସର୍ବଶେଷ ପରିଣାମ ରୂପେ ଧର୍ମ ଦର୍ଶନ ବିଜ୍ଞାନ କଳା ସମାଜ ଏକ ବୈପ୍ଳବିକ ପୁନର୍ଗଠନ ବି କରିବାକୁ ପଡିବ। ମା ବହୁତ ସୁନ୍ଦର ଭାବରେ ପ୍ରଭୁ ଶ୍ରୀ ଅରବିନ୍ଦ ଏହାକୁ ଏଇ ଗ୍ରନ୍ଥରେ ଲେଖି ଚାଲିଛନ୍ତି ଏବଂ ଏହାକୁ ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ ମାଙ୍କ କୃପାରୁ ଆମ ସହ ଅଛନ୍ତି ଏବଂ ସମୟ ଦେଇ ଆସିଛନ୍ତି ଆମର ପ୍ରିୟ ପରିଚିତ ସମ୍ମାନନୀୟ ଭବେଶ ଭାଇ ପ୍ରଣାମ ବନ୍ଦେ ମାତରମ୍ ଭାଇ ଉପସ୍ଥିତ ହୋଇସାରିଲେଣି। ଭାଇଙ୍କୁ ଅନୁରୋଧ କରିବା ଏହାର ବିସ୍ତୃତ ଆଲୋଚନା ରଖିବେ। ଭାଇ ପ୍ରଣାମ, ଆଲୋଚନା ରଖନ୍ତୁ। करुणामय माँ परम प्रभु श्री अरविंद मानव जुग चक्र द ह्यूमन साइकिल पुस्तक अध्ययन वर्ग में उपस्थित समस्त मातृ संतान मान हृदय स्वागत। कार्यक्रम को नेतृत्व देउछंती रत्न मंजरी अपा एवं जो माने कार्यक्रम को भव्य करी गढ़ी तोलिबारे सहयोग करछंती समस्त को अनेक श्रद्धा सम्मान व्यक्त। आमे जो थर्ड चैप्टर टी पढ़ुले द कमिंग ऑफ सब्जेक्टिव एज जो असधर्मी जुगर आगमन तार थर्ड पैराग्राफ रू आज पढ़ा मोर इंग्राजी बही 27 पेज सेकंड पैराग्राफ। The individualistic age is then a radical attempt of mankind to discover the truth and law. Law ta kahar, both of the individual being and of the world, to which the individual belongs. सरल कथा। प्रथम कथा हला इंडिविजुअल बीइंग ई पृथ्वी रे रहे आपण हले इंडिविजुअल बीइंग मु जणे इंडिविजुअल बीइंग व्यक्ति सत्ता और व्यक्ति सत्ता जोटी रही छी इंडिविजुअल बिलोंग्स कोटी रही छी विश्व सत्ता रे जगत रे विश्व मध्य ये सबरो सत्य रही छी व्यक्तिर भी सत्य रही छी विश्वर भी सत्य रही छी। जेतबेले मनीष मैनकाइंड गोटे रेडिकल अटेम्प्ट करे मौलिक उद्यम करे कौन करिया पाए ना डिस्कवर द ट्रूथ एंड लॉ सत्य को एवं विधान को आविष्कार करिया पाए कहार व्यक्ति सत्ता एवं व्यक्ति सत्ता वास करुवा विश्वर गोटे मौलिक प्रयास करे एटा हला गोटे इंडिविजुअलिस्टिक एज। कन्वेंशनल एज रे कौन हेतिबो धर्मटा एते प्रभावी हेतिबो जे मनुष्य इंडिविजुअल टा निज विषय रे तार निजर गोटे सत्य अच्छे से कथा से जाने ना निजर गोटे विधान अच्छे जाने ना हुए तो विश्व को जानिबार गोटे वैज्ञानिक भित्ति तो नथिला धार्मिक भित्ति गुड़िक रही धार्मिक भित्ति गुड़िक केते दूर सत्य ताकू निर्णय करा जाय परिबनी कारण गोटे उदाहरण देउछि आपण को पृथ्वीटी शून्य रे झुली रही सूर्यंकर चारिपटे प्रदक्षिण करुछि गोटे सेकेंड रे 31 किलोमीटर गति करुछि जोथि पई दिन राति होछि ऋतु परिवर्तन होछि
ये कथा एटा हला सत्य, एटा हला ल विधान विश्व बा जगतर गोटे आर्थ। किंतु आपण को धार्मिक जगत कौन शिखला? गोटे शेष नाग अनंत वासुदेव सीए कौन कर ना तांको फणारे पृथ्वी टाक टेकी धरी। सेटा कन्वेंशनल एज र सत्य, किंतु तो इंडिविजुअल एज आसिला सेटा तो बुद्धिगत विश्व बुद्धिगत विद्या जोटी रेशनालिस्टिक एज आसो। तेणु रेशनालिस्टिक एज रे व्यक्तिवादी जुगरे व्यक्ति सत्ता संपर्क रे व्यक्ति सत्ता वास करुवा विश्व रे सत्य विधान को जानिबा पई मनुष्यर गोटे मौलिक प्रयास रहिला। भाई भणी माने जो माने एबे सुधा से सत्य को खोजिवार रेडिकल अटेम्प्ट नहीं नांती निज संपर्क रे एवं विश्व संपर्क रे से माने सब सेही पुराना जुगरे अछंती कन्वेंशनल एज रे। ठीक संज हेले संज दौचंती गाधई पड़ी ठाकुर पाखे नोत नोत जुआर ही पड़ुचंती और तांको प्रार्थना करचंती आम घर संसार को भल रख, मो छुआ को भल रख, मत भल रख, मु तुमको नाग देवी चंपा देवी फूल देवी भोग देवी ये आम पाठ। से सत्यटा को खोजे केत समय पे। अच्छा प्रथम जेहेतु इंडिविजुअलिस्टिक एज आरंभ है यूरोप रे, प्रभु यूरोप टा आगे मन पड़गला से यूरोप कथा कहते इट मे बिगिन हुए तो ये आरंभ हो रेडिकल अटेम्प्ट कोठी आरंभ हो व्यक्तिर सत्य विश्वर सत्य टी जानापी एज इट बिगेन इन यूरोप। यूरोप रे जो एटा आरंभ होता विथ हैंडओवर टू गेट बैक उद्यम होता फेरी जावाई मोर स्पेशली इन द स्पीयर ऑफ रिलीजन विशेष करी धर्म क्षेत्र रु फेरी जाबार गोटे प्रयास होता रिलीजन रो क्षेत्र कोटी फेरवा को ना टू द ओरिजिनल ट्रूथ गोटे मूल सत्य पाखकू व्हिच कन्वेंशन हैज ओवरलेड से सत्य पाखरु से धार्मिक सत्य पाखरु बा धार्मिक क्षेत्र यूरोपीय माने कहीं बाहुरी आसिले ना धर्म जो सत्यटा को ओवरलेड करिथिला ताकू सेठी स्थापित करिथिला सेटा होची डिफेस्ड एंड डिफॉर्म्ड डिस्टॉर्टेड। डिफेस कहले विकृत और डिस्टॉर्टेड माने विकृत और कदाकृत। कहीं एक कदाकार सत्य मु आपन गोटे उदाहरण देली पृथ्वी को शेष नाग वासुदेव धरी रखी इटा गोटे विकृत सत्य डिस्टॉर्टेड प्रकृत रे धरी रखी किए धरी मांकर गोटे चित शक्ति जगत को निर्माण करुवा चित शक्ति से झुले रखी शून्य आमे चिन्ह न पारिक आमे केतला साप कहीदु केत कौन कहीदु विकृत डिफेस्ड डिस्टॉर्टेड but from that first step it must proceed to others। ये प्रथम पादटी पकई सारिया परे सेठी आमे कौन अटकी जावा
ଧର୍ମ ହୁଏତ ଗୋଟେ ପ୍ରଥମ ପାଦ, ଆପଣ ପାଦଟି ପକେଇ ସାରିବା ପରେ ସେଇଠି ଅଟକି ଗଲେ ଚଳିବ ନାହିଁ। In the end, to a general questioning of the foundations of thought and practice in all the spiritual of human life and action. ମଣିଷର ପ୍ରତ୍ୟେକ କର୍ମ, ମଣିଷର ପ୍ରତ୍ୟେକ ଚିନ୍ତା ଉପରେ, ମଣିଷର ଜୀବନ, ମଣିଷର କର୍ମ, ମଣିଷର ବିଚାର, ମଣିଷର ଆଚରଣ, ଏସବୁ ଗୁଡିକ ଉପରେ ଆମକୁ ପ୍ରଶ୍ନ ପଚାରିବାକୁ ପଡିବ। ଶେଷରେ ଯେଭଳି ମୁଁ ଏବେ କହୁଥିଲି, ଆପଣ ଗାଧୋଇ ସାରିଲା ପରେ ଠାକୁର କାହିଁକି ପୂଜା କରିବେ, ଉତ୍ତର ଦବାକୁ ପଡିବ। ପରମ୍ପରା ଭିତରେ ବୁଡିଗଲେ ଚଳିବ ନାହିଁ। ଆପଣ ପିଲାମାନେ ପଚାରିବେ କାହିଁକି କରୁଛ, ଠାକୁର କିଏ, କାହିଁକି ପୂଜା କରୁଛ, ସେ ପୂଜା କରେ ତମକୁ କହିଥିଲେ ନା ତମେ ନିଜେ ନିଜେ କରୁଛ? ତେଣୁ ମଣିଷର କର୍ମ ଯାହା ସବୁ ରହିଛି, ସେ ଏଇଟା ଖାଉଛି କାହିଁକି ଖାଉଛି, ସେ ଏପରି ପିନ୍ଧୁଛି ସେ କାହିଁକି ପିନ୍ଧୁଛି, ସେ ଏପରି ଚିନ୍ତା କରୁଛି କାହିଁକି ଚିନ୍ତା କରୁଛି, ଏହିପରି ଅନେକ କଥା ଆସିବ। ଆମକୁ ପ୍ରଶ୍ନ ପଚାରିବାକୁ ହେବ। କେତେବେଳେ? ପ୍ରଥମ ପାଦଟି ପକେଇ ସାରିବା ପରେ। ପୃଥିବୀରେ ଯୋଉମାନେ ଧାର୍ମିକ ବ୍ୟକ୍ତି, ଯୋଉମାନେ ଧର୍ମବାଦୀ, ମୌଳବାଦୀ ଯୋଉମାନଙ୍କୁ କୁହାଯାଏ, ମୌଳବାଦୀ ଗୋଟେ ଶବ୍ଦ ଶୁଣିଛନ୍ତି? ଫଣ୍ଡାମେଣ୍ଟାଲିଷ୍ଟ, ଫାନାଟିକ୍ସ, ସେମାନଙ୍କର ସଂଖ୍ୟା ଏବେ ପୃଥିବୀରେ ଆଶାତୀତ ଭାବରେ ବଢିଯାଇଛି। ଯେଉଁ ସବୁ ସ୍କିନ୍ ଡିଜିଜ ଯୋଉଟା ବ୍ୟାପି ଯାଏନି, ସେ ସେମିତି ବ୍ୟାପି ଯାଇଛି। ଜଣେ ଲୋକ ଏଇ ଯୋଉ ଧାର୍ମିକ ବିଚାର ଗୁଡିକୁ ଡେଙ୍ଗୁ କହିଥିଲେ, ସେ ଗୋଟେ ଭଲ ଯୁବକ, ଜଣେ ନେତା ଗୋଟେ, ତାକୁ ସମସ୍ତେ ଗାଳି କଲେ, ସମସ୍ତେ ଗାଳି କଲେ। କହିଲେ ଆମ ଧର୍ମ ଗୁଡା କଣ ଡେଙ୍ଗୁ, ଆମ ଧର୍ମ ଗୁଡା କଣ ମ୍ୟାଲେରିଆ, ଏତେ ଅସମ୍ମାନ କଣ ଆମ ଧର୍ମ। ଠିକ ଅଛି, କିନ୍ତୁ ମୁଁ ବହୁତ ଚିନ୍ତା କରି ଦେଖିଲି, ସତ କଥା ସେଗୁଡା ବ୍ୟାପି ଯାଉଛି। ହାଇଲି କଣ୍ଟାଜିୟସ୍। ସେ ଜଣକୁ ଧରିଲା ମାନେ ଆଉ 50 ଜଣଙ୍କୁ ମତେ ଦବ। ଆପଣ ଗୋଟେ କୋବିଦ ଧରିକି ବସିବ ନା, ଫିଲିକ ଫିଲିକ ମାରିଦେଇକି ହରେ କୃଷ୍ଣ ହରେ ରାମ କହନ୍ତୁ, ଦେଖିଏ କେତେ ଲୋକ ଆସୁଛନ୍ତି। Now I am questioning. ମୋର ଗୋଟେ ଗାଁକୁ ମୁଁ ଯାଏ କେବେ କେବେ, ମୋ ନାନୀ ଘର ଗାଁ ପାଖରେ ସେ ଗାଁଟି, ସେ ଗାଁର ଅଧିକାଂଶ ଲୋକ ବୈଷ୍ଣବ। ତାଙ୍କର ସବୁ ନାମ ନବାର ପାର୍ଟି ଅଛି, ହରେ କୃଷ୍ଣ ହରେ ରାମ ରଖିଛନ୍ତି, ପୋଖଜ ରଖିଛନ୍ତି, ହାରମୋନିୟମ ରଖିଛନ୍ତି, ମାଇକ୍ ସେଟ୍ ରଖିଛନ୍ତି। ତାଙ୍କ ସବୁ ଯାତ୍ରା ପାର୍ଟି ଯେମିତି ସଜା ହେଇଥାଏ ସେମିତି ସଜା ହେଇକି ଅଛି। ବିଭିନ୍ନ ସ୍ୱରରେ ଗୀତ ଗାଇଲା ଭଳିଆ ଲୋକ ଅଛନ୍ତି, ବାଜେଇଲା ଭଳିଆ ଲୋକ ଅଛନ୍ତି, ନାଚିଲା ଭଳିଆ ଲୋକ ଅଛନ୍ତି। ତାଙ୍କର ସବୁ ପଇସା ଫିକ୍ସ ଅଛି, ରାତିକୁ କେତେ, ଘଣ୍ଟାକୁ କେତେ, 5 ଘଣ୍ଟାକୁ କେତେ। ଆଉ ସେମାନେ ଭଡା ନେବେ, ଆଉ ତା ସାଙ୍ଗରେ ତାଙ୍କ ପାରିଶ୍ରମିକ ନେବେ। ସେ ଯାଇକି ଆପଣ ଯୋଉଠି ହରେ କୃଷ୍ଣ ସଂକୀର୍ତ୍ତନ କରୁଥିବେ ସେଇଠି ନାମ ନେବେ। ସେ ଥରେ ତାଙ୍କର ଗୋଟେ ସରଦାର ମୋର ଦେଖା ହେଇଗଲା। ମୁଁ ତାକୁ ପଚାରିଲି, ଆଚ୍ଛା ତମେ ଯୋଉ ହରେ କୃଷ୍ଣ ହରେ ରାମ ଗାଉଛ, ନାମ ନେବା ତ ଭଲ କଥା, ନାମ କିଛି ଅସୁବିଧା ନାହିଁ, ନାମରେ ଶକ୍ତି ଅଛି, ତ ମାଇକି ବଜେଇ କାହିଁ କରୁଛ? ଚୁପ୍ ହେଇ କଲେ ହନ୍ତାନି, ନୀରବରେ। ଆଚ୍ଛା ଯଦି ନାମ ନଉଛ, ଫେରେ ମହୋତ୍ସବ କାହିଁ କରୁଛ, ଖାଇବା ପିଇବା କରିକି ଏଠି ଗୋଟେ ଭିଡ ଜମାଉଛ, ଏତେ ଲାଇଟ୍ ଫାଇଟ୍, ଏତେ କଣ ପାଇଁ? ଧର୍ମଟା କଣ ଗୋଟେ ଦିଖାवा, ଭକ୍ତିଟା ଗୋଟେ ଦିଖାवा, ଯେ ଦେଖ ମୁଁ ଭକ୍ତି କରୁଛି, 1000 ଲୋକକୁ ଖାଇବାକୁ ଦେଲି। ଧର୍ମ ସହିତ ତାକୁ ସବୁ ଯୋଡି ପକେଇବା। ଆଉ ତା ଛଡା ଭଗବାନ ତାଙ୍କର ଟିକେ ବିଶ୍ରାମ କରୁଥିବେ କି କରନ୍ତି ନାହିଁ ତ ଭଗବାନ। ତ ମୁଁ ଗୋଟେ ପ୍ରଶ୍ନ ପଚାରୁଛି, ଆପଣ
ବସିଛନ୍ତି, ଆପଣଙ୍କ ନାଁଟା କଣ, ଯାହା ବି ହେଇଥିବ, ଏକ୍ସ ହେଇଥିବ, ୱାଇ ହେଇଥିବ, ଜେଡ୍ ହେଇଥିବ, ମୁଁ 24 ଘଣ୍ଟା ଆପଣଙ୍କୁ ଡାକିବି ସ୍ୱର ପକେଇ। କିନ୍ତୁ ଦେଖନ୍ତୁ, ଆମେ ମା ନାମ ଜପ କରୁଛନ୍ତି, ସେଥିରେ ମାଙ୍କୁ ସ୍ମରଣ କରୁଛନ୍ତି, ମାଙ୍କୁ ସମର୍ପଣ କରୁଛୁ। ଆମେ କରୁଛେ ବୋଲି ତାକୁ ମାଫ କରୁନି, କିନ୍ତୁ ମୁଁ ତ ସ୍ୱର ପକେଇ ତାକୁ ଗାଉନି ନା, ସିନେମା ଗୀତ। ସେ କେତେ ସପ୍ତ ସ୍ୱରରେ ଗାଉଛନ୍ତି। ଯଦି ସେଇଭଳିଆ ଆପଣଙ୍କ ନାଁକୁ ଜଣେ ଯଦି ଗାଇବ, ୱିଲ୍ ୟୁ ବି ହ୍ୟାପି? ଆପଣ ଖୁସି ହେବେ କି? ନା ଆପଣ ଲାଗିବ ଯେ ସେମାନେ ମତେ ଥଟ୍ଟା କରୁଛନ୍ତି, ଦେ ଆର୍ ଟିଚିଂ ମି। ପ୍ରଶ୍ନ ପଚାରିବାକୁ ହେବ ଇନ୍ ଦି ଏଣ୍ଡ, ଶେଷରେ, ଟୁ ଏ ଜେନେରାଲ କ୍ୱେଶ୍ଚନିଂ ଅଫ୍ ଦି ଫାଉଣ୍ଡେସନ ଅଫ୍ ଥଟ୍। ଆମ ବିଚାରର ଏଇ ଯୋଉ ଫାଉଣ୍ଡେସନ, ଭିତ୍ତିଭୂମି, ତାକୁ ପ୍ରଶ୍ନ ପଚାରିବାକୁ ପଡିବ। ଆମେ ଯୋଉ ପ୍ରାକ୍ଟିସ କରୁଛନ୍ତି, ଯୋଉଟାକୁ ଆଚରଣ କରୁଛନ୍ତି, ବିଚାର ଓ ଆଚାର, ତାକୁ ପ୍ରଶ୍ନ ପଚାରିବାକୁ ପଡିବ ଇନ୍ ଅଲ୍ ଦି ସ୍ପିୟର୍ସ ଅଫ୍ ହ୍ୟୁମାନ ଲାଇଫ୍ ଆଣ୍ଡ ଏକ୍ସନ। ଜୀବନର ସବୁ କର୍ମକୁ, ସବୁ ଯାହା ଆମେ ଆଚରଣ କରୁଥାଇ ତାକୁ ପ୍ରଶ୍ନ ପଚାରିବାକୁ ପଡିବ, ଏମିତି କାହିଁକି, ହ୍ୱାଇ ନଟ୍ ଅଦରୱାଇଜ। ପୂଜାଟା ଏମିତି ହବ, ସେମିତି କିଛି ତ ମାନେ ନାହିଁ। ଆମେ ଯେଭଳି ଶିଖି ଆସିଛୁ, ଆମେ ଅନେକ କଥା କନଭେନସନାଲି କରୁଛନ୍ତି, ତେଣୁ ଏ ପ୍ରଶ୍ନ ପଚରା ଯିବ। କାହିଁକି ନା ପ୍ରଥମ ପାଦଟି ପକେଇ ସାରିବା ପରେ ଆମେ ସେଇଠି ଅଟକି ନ ଯାଇକି ଆହୁରି ପାଦ ପକେଇବା ନା, ଆଗକୁ ଯିବା। ତେଣୁ ଯଦି ଆଗକୁ ଯିବା, ତାହେଲେ ଏ ପ୍ରଶ୍ନ ପଚାରିବା ଜରୁରୀ। ଆଚ୍ଛା, ଏ ପ୍ରଶ୍ନ ପଚାରିଲେ ହବ କଣ? ମୁଁ ଆପଣଙ୍କୁ ବହୁବାର ମନେ ପକେଇ ଦେଇଛି, ଇତିହାସରେ ଜଣେ ଲୋକ ସେ ପ୍ରଶ୍ନ ପଚାରିଥିଲେ। ସେ ଅନେକ ଲୋକ ଅଛନ୍ତି, ଆପଣ ବୁଦ୍ଧଦେବଙ୍କୁ ନେଇପାରିବେ, ଆପଣ ନାନକଙ୍କୁ ନେଇପାରିବେ, କବୀରଙ୍କୁ ନେଇପାରିବେ, ଆହୁରି ହୁଏତ ମୁଁ 50 ଲୋକ ନାଁ ଛାଡି ଦଉଛି। ରାମକୃଷ୍ଣ ପରମହଂସଙ୍କୁ ନେଇପାରିବେ, ଦୟାନନ୍ଦ ସରସ୍ୱତୀଙ୍କୁ ନେଇପାରିବେ, ମହାତ୍ମା ଫୁଲେଙ୍କୁ ନେଇପାରିବେ। ଫୁଲେ କହିଲେ ମନ୍ଦିର କରନି, ସ୍କୁଲ କର। ମନ୍ଦିର କଲେ ଝଗଡା ବଢିବ, ସ୍କୁଲ କଲେ ଜ୍ଞାନ ବଢିବ। ମୁଁ ଭାବୁଛି କିଛି ଭୁଲ ତ କହିନଥିଲି। ମନ୍ଦିର କଲେ ଶୋଷଣ ବଢିବ, ଆଉ ଯଦି ଆମେ ବିଦ୍ୟାଳୟ ଖୋଲିବା ତାହେଲେ ଏଠି ବିବେକ ବଢିବ। କୋଉଟା ଦରକାର? ଆମକୁ ବିବେକ ଦରକାର କି ଶୋଷଣ ଦରକାର? ଏକ୍ଜାକ୍ଟ ୱାର୍ଡଟା ପ୍ରଭୁ ଶ୍ରୀ ଅରବିନ୍ଦ କହୁଛନ୍ତି। ଏଗୁଡିକ ପ୍ରଶ୍ନ ପଚାରିବାଟା କାହିଁକି ଦରକାର ନା, ବୁଦ୍ଧଦେବ ପ୍ରଶ୍ନ ପଚାରିଲେ, କବିର ପ୍ରଶ୍ନ ପଚାରିଲେ, କୃଷ୍ଣମୂର୍ତ୍ତି ପ୍ରଶ୍ନ ପଚାରିଲେ, ଗୋଟିଏ ପ୍ରଶ୍ନ ପଚାରିଲେ। ଯୋଉମାନେ ପ୍ରଶ୍ନ ପଚାରିଲେ ସେମାନେ ଅନେକ ପରିବର୍ତ୍ତନ ଆଣିଲେ ପୃଥିବୀ। ଏ ରିଭଲ୍ୟୁସନାରୀ ରିକନଷ୍ଟ୍ରକ୍ସନ ଅଫ୍ ରିଲିଜନ। ରିଭଲ୍ୟୁସନାରୀ ରିକନଷ୍ଟ୍ରକ୍ସନ ମାନେ ହଉଛି ବୈପ୍ଳବିକ ପୁନର୍ଗଠନ। ବୈପ୍ଳବିକ ପୁନର୍ଗଠନ, ଗୋଟେ ବିପ୍ଳବ ଦ୍ଵାରା, ରିଭଲ୍ୟୁସନ ଦ୍ଵାରା ଆଉ ଥରେ କଥା ଗୁଡିକ ତିଆରି ହେବା। ରିଭଲ୍ୟୁସନାରୀ ରିକନଷ୍ଟ୍ରକ୍ସନ କାହାର ହବ ନା, ରିଲିଜନର ହବ, ଧର୍ମର ବହୁତ ଦରକାର। କାରଣ ବୁଦ୍ଧଙ୍କ ସମୟ ବେଳକୁ ଧର୍ମ କୋଉଠି ପହଞ୍ଚିଥିଲା? ଧର୍ମ ଯୋଉଠି ପହଞ୍ଚିଥିଲା, ସାରିପୁତ୍ର ଗଳ୍ପରେ କିଛିଟା ଲେଖା ଯାଇଛି, ଏକଦମ ଅନ୍ଧବିଶ୍ୱାସରେ। ତୋ ପୁଅ କାହିଁକି ସନ୍ନ୍ୟାସୀ ହେଇଗଲା ନା, ତୁ ଆର ଜନ୍ମରେ ଗୋଟେ ବ୍ୟାଧ ଥିଲୁ, ଗୋଟେ ଶିକାରୀ ଥିଲୁ, ତୁ ଗୋଟେ ହରିଣକୁ ମାରିଦେଲୁ, ଆଉ ତା ଛୁଆଟା ବେସାହାରା ହେଇଗଲା, ସେ ତତେ ଅଭିଶାପ ଦେଲା, ତେଣୁ ଏ ଜନ୍ମରେ ତୋ ଛୁଆ ପଳେଇଲା। ଆଉ ମୁଁ ଏଇଟା କହିଦେବି, ତୁ ମତେ ଗୋଟେ ସ୍ୱର୍ଣ୍ଣ ମୁଦ୍ରା ଦେ।
ତତେ ତ ଛୁଇଁଆ କଥା ନୁହେଁ, ତୁ ତଳ ଘରର ତଳ ଶ୍ରେଣୀର ଝିଅଟେ, ତୁ ଆଣିଛୁ ଯଦି ସେଟା ରଖିଦେ ସେଇଠି ସାମ୍ନାରେ, ମୁଁ ତ ନେଇଛି ଗଙ୍ଗା ପାଣି ପକେଇ ତାକୁ ଶୁଦ୍ଧ କରିଦେବି। ଆଉ ଏଇ ଯୋଉ ଧର୍ମ, ସେଇ ଧର୍ମ ଉପରେ ପ୍ରଶ୍ନ ଚିହ୍ନ ଲାଗିଲା, ଯାହା ଫଳରେ ରିଲିଜନ ଗୁଡିକ ଗୋଟେ ବଡ କର୍ମକାଣ୍ଡୀୟ ବିଘଟନ ଭିତରୁ ଆସି ଗୋଟେ ପୁନର୍ଗଠିତ ହେଲା। ଫିଲୋସଫି, ଦର୍ଶନ ବି ବଦଳିଲା। ଦର୍ଶନରେ ଅନେକ ସମୟରେ ପ୍ରଶ୍ନ ଆସିବ, ପ୍ରତି ପ୍ରଶ୍ନ ଆସିବ, ତାର ଆଲୋଚନା ହବ, ସିମ୍ପୋଜିୟମ ହବ, ଶେଷରେ ନୂଆ କଥା ଆସିବ। ସାଇନ୍ସ, ବିଜ୍ଞାନ, ଆର୍ଟ, କଳା, ସୋସାଇଟି, ସମାଜ, ଧର୍ମ, ଦର୍ଶନ, ବିଜ୍ଞାନ, କଳା, ସମାଜ, ୟାର ରିଭଲ୍ୟୁସନାରୀ ରିକନଷ୍ଟ୍ରକ୍ସନ ପାଇଁ ପ୍ରଶ୍ନ ପଚାରିବାଟା ଜରୁରୀ। ଲାଷ୍ଟ ଇନେଭିଟେବଲ ଆଉଟକମ୍, ଏଇଟା ହଉଛି ଇନେଭିଟେବଲ ମାନେ ଅବଶ୍ୟମ୍ଭାବୀ ପରିଣାମ, ଅବଶ୍ୟ ଘଟିବ। ଯେତେବେଳେ କାହିଁକି ଆପଣ ପଚାରିଦେବେ, ସେତେବେଳେ ନିଶ୍ଚୟ ରିଭଲ୍ୟୁସନ ହବ, ପରିବର୍ତ୍ତନ ହବ। ତେଣୁ ଆମେ ଯଦି ଦେଖିବା, ଏଇ ଯୋଉ ପ୍ରଶ୍ନଟା ଆସିବ କୋଉଠି? ଜଣେ ବୁଦ୍ଧ ଏ ପ୍ରଶ୍ନ ପଚାରିଛନ୍ତି, ଜଣେ କବିର ଏଇ ପ୍ରଶ୍ନଟି ପଚାରିଛନ୍ତି। ପାଷାଣର ପ୍ରତିମା ପୂଜା କଲେ ଯଦି ଭଗବାନ ମିଳିବେ, ତାହେଲେ ମୁଁ ଯାଉଛି ପାହାଡ ପୂଜା କରିବି, ଏଇଟା କିଏ କହିଥିଲେ? କବିର। ପଥରର ପ୍ରତିମାକୁ ପୂଜା କଲେ ଯଦି ଭଗବାନ ମିଳିଯିବେ, ତାହେଲେ ମୁଁ ଯାଉଛି କାହିଁକି ଗୋଟେ ପାହାଡକୁ ପୂଜା ନ କରିବି, ବଡ ମିଳିବ। ଏଇ ପ୍ରଶ୍ନଟା ଆରମ୍ଭ ହବ ଇଣ୍ଡିଭିଜୁଆଲ ପାଖରୁ। ଇଟ୍ ପ୍ରୋସିଡ୍ସ ଏଟ୍ ଫାର୍ଷ୍ଟ, ପ୍ରଥମରେ by the light of the individual mind, ଗୋଟେ ବ୍ୟକ୍ତିର ମନର ଆଲୋକ ଦ୍ୱାରା ଏ ପ୍ରଶ୍ନ ପଚରା ହବ, ତାର ଜ୍ଞାନ ଦ୍ୱାରା ବ୍ୟକ୍ତିଟି ପ୍ରଶ୍ନ ପଚାର। ସେ ବ୍ୟକ୍ତି ଯୋଉ ପ୍ରଶ୍ନଟି ପଚାରିବ, ସେଇ ପ୍ରଶ୍ନଟି ବାକି ଲୋକମାନେ ଗ୍ରହଣ କରିବେ, ସେମାନେ ବି ସେଇଟା ପଚାରିବେ। ଆମେ ଅନେକ ପ୍ରଶ୍ନ ପଚାରି ନାହାନ୍ତି ଆଜି ପର୍ଯ୍ୟନ୍ତ। ମୋ ବାପାଙ୍କର ଯଦି ଦେହାନ୍ତ ହେଲା, ସେଟା ଉଷୁନା ଧାନରେ ଲୁହା କଣ୍ଟା ପକେଇଲେ କାହିଁକି ପ୍ରେତ ପଳେଇବ, ମତେ ଟିକେ ବୁଝା। ପ୍ରଶ୍ନଟା ବୁଝେଇବାକୁ ପଡିବ, ସେ ଲୁହା କଣ୍ଟା ସହିତ ଉଷୁନା ଧାନ ସହିତ ପ୍ରେତର କଣ ସମ୍ବନ୍ଧ? ପ୍ରେତଟା ବା କିଏ? ତେଣୁ ପ୍ରଥମେ ଇଣ୍ଡିଭିଜୁଆଲ ମନର ଲାଇଟ ଦ୍ୱାରା, ଆଲୋକ ଦ୍ୱାରା ଏ ପ୍ରଶ୍ନ ପଚରାଯିବ। ଖାଲି କଣ ଲାଇଟ ଥିବ, ମାଇଣ୍ଡ ଥିବ, ସେଠି ରିଜିନ ବି ଥିବ, ବୁଦ୍ଧି ଥିବ, ମନୋବୁଦ୍ଧି। ତେଣୁ ଗୋଟିଏ ବ୍ୟକ୍ତିର ମନର ଆଉ ତା ବୁଦ୍ଧିର ଆଲୋକ ଦ୍ୱାରା ପ୍ରଥମେ ଏଇ ଉଦ୍ୟମଟି ହବ, ପ୍ରଶ୍ନ ପଚାରିବାର ଉଦ୍ୟମ। By its demand on life and its experience of life, but it must go from the individual to the universal. ତାପରେ ୟୁନିଭର୍ସାଲ ହେଇଯିବ ସେ ପ୍ରଶ୍ନଟା। ବ୍ୟକ୍ତିଟି ଜୀବନ ଠାରୁ ଯୋଉଟା ଆଶା କରୁଛି, ଜୀବନ କହିଲେ ସେ ଯୋଉଟାକୁ ଏକ୍ସପିରିଏନ୍ସ କରୁଛି, ଅନୁଭୂତି ଲାଭ କରୁଛି, ସେଇଟା ଦ୍ୱାରା ସେ ପରିଚାଳିତ ହବ। ତାପରେ ଏଇ ଯୋଉ ବ୍ୟକ୍ତିଗତ ପ୍ରଶ୍ନଟି ଧୀରେ ଧୀରେ ବ୍ୟକ୍ତିର ଭୂମିକୁ ଅତିକ୍ରମ କରି ବିଶ୍ୱାୟିତ ହେଇଯିବ, ବିଶ୍ୱ ୟୁନିଭର୍ସାଲ ହେଇଯିବ, ବିଶ୍ୱ ଆଡକୁ ଚାଲିଯିବ। ବର୍ତ୍ତମାନ ବୁଦ୍ଧ ଯୋଉ ପ୍ରଶ୍ନ ପଚାରିଥିଲେ, ଏବେ ସମସ୍ତେ ପଚାରୁଛନ୍ତି। ଗୋଟିଏ ଯୋଉ ପ୍ରଶ୍ନ ପଚାରିଥିଲେ, ସେଇଟା ବର୍ତ୍ତମାନ ସମସ୍ତେ ପଚାରୁଛନ୍ତି।
କୃଷ୍ଣମୂର୍ତ୍ତି ଯୋଉ ପ୍ରଶ୍ନ ପଚାରିଥିଲେ ସେଟା ସମସ୍ତେ ପଚାରୁଛନ୍ତି। ତେଣୁ ବ୍ୟକ୍ତିଟି ଜୀବନ ଠାରୁ କିଛି କଥା ଆଶା କରୁଛି। ଆଉ ଜୀବନ ଯେହେତୁ ବ୍ୟକ୍ତିର, ତେଣୁ ବ୍ୟକ୍ତି ଜୀବନକୁ ନେଇ ଅନୁଭୂତି ଲାଭ କରୁଛି। ସେଇ ଅନୁଭୂତି ଆଉ ତାର ଆଶା ଆକୁ ନେଇକି ତାର ମନ ବୁଦ୍ଧି ପରିଚାଳିତ ହେଉଛି ଏବଂ ସେଇ ତାରି ଭିତରୁ ଆସୁଛି ତାର ପ୍ରଶ୍ନ, ଯୋଉଟା ବ୍ୟକ୍ତିଗତ ଭୂମିକୁ ଅତିକ୍ରମ କରି ୟୁନିଭର୍ସାଲ ହେଇଯାଉଛି। ତାପରେ କଣ ହଉଛି, ବହୁତ ଗୁରୁତ୍ୱପୂର୍ଣ୍ଣ କଥା ପ୍ରଭୁ କହୁଛନ୍ତି। For the effort of the individual soon shows him that ବ୍ୟକ୍ତିଟି ପ୍ରଶ୍ନ ପଚାରିବାର ଉଦ୍ୟମ କଲା। ବ୍ୟକ୍ତି ସତ୍ୟକୁ ଆଣିବାର ଏଇ ଯୋଉ ଉଦ୍ୟମଟି କଲା, ସେ କଥାଟି ବ୍ୟକ୍ତିକୁ ଦେଖେଇଦବ ଯେ he cannot securely discover the truth and law of his own being। ସେ କେବେ ବି ନିଜ ସତ୍ତାର ସତ୍ୟ ଓ ବିଧାନ ପାଖରେ ପହଞ୍ଚି ପାରିବ ନାହିଁ। ନିଜ ସତ୍ତାର ସତ୍ୟ ଓ ନିୟମ ପାଖରେ ପହଞ୍ଚି ପାରିବ ନାହିଁ ନିରାପଦରେ, ଯଦି without discovering some universal law and truth to which he can relate it। ଯଦି ବିଶ୍ୱ ସତ୍ୟ ବା ବିଶ୍ୱ ବିଧାନଟିକୁ ସେ ଜାଣିବ ନାହିଁ, ତାହେଲେ ବ୍ୟକ୍ତିର ସତ୍ୟ ବା ବ୍ୟକ୍ତିର ଯୋଉ ଟ୍ରୁଥ ଆଣ୍ଡ ଲ ବିଧାନ, ତା ପାଖରେ ସେ ପହଞ୍ଚି ପାରିବ। ତାହେଲେ ଆପଣ ହେଲେ ଜଣେ ବ୍ୟକ୍ତି। ବ୍ୟକ୍ତି ନିଜର ସତ୍ୟ ଓ ନିଜର ବିଧାନଟି ପାଖରେ ଆଦୌ ପହଞ୍ଚି ପାରିବ ନାହିଁ ଯଦି ସେ ବିଶ୍ୱର ସତ୍ୟ ଓ ବିଶ୍ୱର ବିଧାନ ପାଖରେ ନ ପହଞ୍ଚେ। ସେପରି କାହିଁକି ହଉଛି ନା, ବ୍ୟକ୍ତିଟା ରହିଛି ସମ୍ପୃକ୍ତ, ରିଲେଟ୍, which he can relate it। ବିଶ୍ୱରେ ସେ ରିଲେଟେଡ୍ ହେଇକି ରହିଛି। ବର୍ତ୍ତମାନ ବିଶ୍ୱରୁ ଯୋଉ ସତ୍ୟଟି ଆଣିବ, ସେଇଟାକୁ ନିଜ ସତ୍ୟ ସହିତ ସେ ଯୋଡ଼ିଦବ, ରିଲେଟ୍ କରିବ। ବଡ ସରଳ କଥାଟେ। ଆପଣ ଖଣ୍ଡେ କାଠ ପାଇଛନ୍ତି, ସେ କାଠ ବିଷୟରେ ଆପଣ ଜାଣିବାକୁ ଚାହାନ୍ତି। ତେଣୁ ଗଛର ଯେ ଉତ୍ସ, ଯୋଉ କାଠର ଯେ ଉତ୍ସ, ସେ ହଉଛି ଗଛ। ଗଛରେ ଯୋଉ କାଠ ସବୁ ରହିଛି, ସେ ବିଷୟରେ ଯେତେବେଳେ ଆପଣଙ୍କର ଜ୍ଞାନ ହେଇଯିବ, ଆପଣଙ୍କ ହାତରେ ରହିଥିବା କାଠ ଖଣ୍ଡର ଜ୍ଞାନଟା ପାଇଯାଏ। ଯେହେତୁ ବ୍ୟକ୍ତି ହେଉଛି ବିଶ୍ୱର, ତେଣୁ ବ୍ୟକ୍ତି ଉଦ୍ୟମ କରିପାରେ, କିନ୍ତୁ ବ୍ୟକ୍ତିର ଉଦ୍ୟମଟି ସଫଳ ହବ ନାହିଁ। ସେ ପ୍ରକୃତରେ ସେଇ ସତ୍ୟ ବିଧାନ ପାଖରେ ପହଞ୍ଚି ପାରିବ ନାହିଁ without discovering some universal law and truth which he can relate। ଯେତେ ପର୍ଯ୍ୟନ୍ତ ସେ ବିଶ୍ୱର ସତ୍ୟ ଓ ବିଧାନକୁ ଆବିଷ୍କାର ନ କରିଛି। କାରଣ ସେଇ ସତ୍ୟ, ସେଇ ନିୟମ ଦ୍ୱାରା ସେ ବିଶ୍ୱରେ ସମ୍ବନ୍ଧିତ, ରିଲେଟେଡ୍। of the universe he is a part। এই ବିଶ୍ୱର ସେ ଗୋଟେ ଅଂଶ। in all but his deepest spirit he is its subject। ତାର ଯୋଉ ଗଭୀରତମ ଆତ୍ମାର ଭୂମି ରହିଛି, ସେଇଟାକୁ ଛାଡିଦେଲେ ବିଶ୍ୱ ରାଜ୍ୟର ସେ ହେଉଛି ସବଜେକ୍ଟ, ପ୍ରଜା। ଆମେ ବିଶ୍ୱର ପ୍ରଜା, ବିଶ୍ୱର ଅଂଶ। A small cell in the tremendous organic mass।
ଟ୍ରେମଣ୍ଡସ୍ ଅର୍ଗାନିକ ମାସ୍। ଏ ବିଶ୍ୱଟା ହେଉଛି ଗୋଟେ ବିଶାଳ ଆକୃତିର ଜୈବ ସମାହାର। ତାରି ଭିତରେ ଆମେ ଗୋଟେ କୋଷ, ସେଲ୍ଟେ। ଯଦି ସମଗ୍ର ବିଶ୍ୱଟି ଗୋଟେ ବିରାଟ ଆକାରର ଜୈବ ସମାହାର ହୁଏ, ଅର୍ଗାନିକ ମାସ୍ ହୁଏ, ତାହେଲେ ଆମେ ସେଇଠି ଗୋଟେ ଛୋଟ ସେଲ୍ଟେ, କୋଷଟି। ଆମେ ତାର ଅଂଶ, ଆମେ ତାର ପ୍ରଜା। ତେଣୁ ଯେତେବେଳେ କ୍ଷୁଦ୍ରଟାକୁ ଜାଣିବେ, ବିରାଟଟିକୁ ଅବଶ୍ୟ ଜାଣିବାକୁ ହେବ। ବିନ୍ଦୁକୁ ଜାଣିବାକୁ ହେଲେ ସିନ୍ଧୁକୁ ଜାଣିବାକୁ ହେବ। ତେଣୁ ଏଟା ଗୋଟେ ଟ୍ରେମଣ୍ଡସ୍ ଅର୍ଗାନିକ ମାସ୍। ଅତି ଅଦ୍ଭୁତ, ଅତି ଆଶ୍ଚର୍ଯ୍ୟଜନକ ବିଶାଳ ଆକୃତିର ଜୈବ ସମାହାର। His substance is drawn from its substance, and the law of the life, the law of his life is determined and governed. ଗୋଟେ ବ୍ୟକ୍ତି ତାର ଯୋଉ ଉପାଦାନଟି, ବ୍ୟକ୍ତିର ଉପାଦାନଟି କୋଉଠୁ ଆସୁଛି? Its substance is drawn from its substance. ବିଶ୍ୱର ଉପାଦାନ ମଧ୍ୟରୁ ବ୍ୟକ୍ତିର ଉପାଦାନ ଆସୁଛି। ଆମେ ବହୁବାର ଆଲୋଚନା କରିଛନ୍ତି ସେ। ଆପଣଙ୍କ ଉପାଦାନ କଣ? ରକ୍ତ, ମାଂସ, ହାଡ଼, ସ୍ନାୟୁ, ଜୀବକୋଷ। ଜୀବକୋଷ ଗୁଡିକର ତିଆରି ହେଇଛି ଆଟମରୁ। ସବୁ ଗୁଡିକ ବିଶ୍ୱର ଅଂଶ। ବିଶ୍ୱର ଆପଣ ହାଇଡ୍ରୋଜେନ ଯଦି ଆପଣ ବଡିରେ ଅଛି, କାର୍ବନ ଯଦି ଅଛି, ଅକ୍ସିଜେନ ଯଦି ଅଛି, ଫେରସ୍ ଅଛି, କ୍ୟାଲସିୟମ ଅଛି, ମାଗ୍ନେସିୟମ ଅଛି, ଫସ୍ଫରସ୍ ଅଛି, ସୋଡିୟମ ଅଛି। ଏଠି କଣ ନାହିଁ? ଯଦି ସବୁ ଅଛି, ତାହେଲେ ସେଗୁଡିକ ସବୁ ବିଶ୍ୱ ଉପାଦାନ, ବିଶ୍ୱରୁ ଆସିଛି ଆପଣଙ୍କ ପାଖକୁ। ଏବଂ by the law and law of his law life, ବିଶ୍ୱ ଜୀବନର ବିଧାନ ମଧ୍ୟରୁ law of his life is determined, ବ୍ୟକ୍ତି ଜୀବନଟି ନିରୂପିତ ହେଉଛି, and governed, ନିୟନ୍ତ୍ରିତ ବି ହେଉଛି। ପକ୍କା କଥା। ବିଶ୍ୱ ଜୀବନ କଣ? ଆପଣ ଯୋଉ ଉପାଦାନ ଗୁଡିକରେ ତିଆରି, ସେଗୁଡିକ ସବୁ ନଷ୍ଟଭ୍ରଷ୍ଟ ହେଇଯାଏ। ତେଣୁ ଆମ ଶରୀର ନଷ୍ଟଭ୍ରଷ୍ଟ ହେଇଯାଏ, ବୁଢା ହେଇଯାଏ, ଭାଙ୍ଗି ପଡେ, ମରିଯାଏ, ସିଷ୍ଟମ ଫେଲୁଅର ହେଇଯିବ। ସବୁର ଏଇ ପୃଥିବୀର ଗୋଟେ ବଡ ନିୟମ ହଉଛି ସମସ୍ତଙ୍କର ଆୟୁଷ ଅଛି, ଅନନ୍ତ କାଳ ଧରି ଏଠି କିଏ ରହନ୍ତି। ଆଜି ଯୋଉଠି ସମୁଦ୍ର ଅଛି, ହୁଏତ କାଲି ସେଠି ପାହାଡ ଥିଲା। ଅନନ୍ତ କାଳ ଧରି କୌଣସି କଥା କୌଣସି ଜାଗାରେ ରହିପାରେ ନାହିଁ। ଆପଣଙ୍କ ସୁନ୍ଦର ଘରଟି ଯୋଉଠି ଅଛି, 2000 ବର୍ଷ ପୂର୍ବେ ସେଠି କଣ ଥିଲା? 2000 ବର୍ଷ ପୂର୍ବେ ସେଠି କଣ ରହିବ? ହଁ, 50-60 ପରେ କଣ ରହିବ ଆପଣ ହୁଏତ ଅନୁମାନ କରିପାରିବେ, କିନ୍ତୁ 2000 ବର୍ଷ ପରେ, 3000 ବର୍ଷ ପରେ ସେଠି କଣ ଥିବ? ତେଣୁ ଆମ ଜୀବନଟି ବିଶ୍ୱ ଜୀବନ ଦ୍ୱାରା ନିୟନ୍ତ୍ରିତ ହେଉଛି, ଗଭର୍ଣ୍ଣଡ ବି ହେଉଛି, ପରିଚାଳିତ ବି ହେଉଛି। From a new view and knowledge of the world must proceed his new view and knowledge of himself. ବିଶ୍ୱ ସମ୍ପର୍କରେ ଆପଣ ଯଦି ଗୋଟେ ନୂତନ ଦୃଷ୍ଟିକୋଣ ପାଇଗଲେ, ବିଶ୍ୱ ସମ୍ପର୍କରେ ଆପଣ ଯଦି ଗୋଟେ ନୂତନ ଆଲୋକ ପାଇଗଲେ, ନୂତନ ଜ୍ଞାନ ପାଇଗଲେ, ନ୍ୟୁ ଭ୍ୟୁ ଆଉ ନ୍ୟୁ ନଲେଜ, ନୂଆ ଦୃଷ୍ଟିକୋଣ ଏବଂ ନୂଆ ଜ୍ଞାନ, ତାହେଲେ ସେଇଟା କଣ ନା ସେଟା ନିଜ ବିଷୟରେ ନୂତନ ଜ୍ଞାନ ଓ ନୂତନ
ନୂତନ ଦୃଷ୍ଟି ଓ ନୂତନ ଜ୍ଞାନ, ନ୍ୟୁ ଭ୍ୟୁ ଆଣ୍ଡ ନ୍ୟୁ ନଲେଜ ଅଫ ହିମସେଲ୍ଫ, ନିଜର। ତେଣୁ ବିଶ୍ୱ ଆମର ଏତେ ଅନ୍ତରଙ୍ଗ, ଏତେ ନିଜର, ଏତେ ସମ୍ପର୍କିତ, ଏତେ ନିବିଡ଼ ଯେ ବିଶ୍ୱ ଠାରୁ ଅଲଗା ହେବା ଆମ ଦ୍ୱାରା ସମ୍ଭବ ନାହିଁ। ତେଣୁ ଯାହା ହବ ବିଶ୍ୱରେ ସେଇଟା ହବ ଆପଣଙ୍କ ପାଖରେ। ତେଣୁ ଏହି ସ୍ଥିତିରେ ଆପଣ କଣ କରିବେ ନା ବିଶ୍ୱ ସମ୍ପର୍କରେ ଅଧ୍ୟୟନ କଲେ, ତେଣୁ ନିଜ ବିଷୟରେ ଅଧ୍ୟୟନ ହେଲା। ଆମେ ଯେହେତୁ ବିଶ୍ୱ ସମ୍ପର୍କରେ ନୂତନ ଜ୍ଞାନ, ନୂତନ ଦୃଷ୍ଟିଟି ପାଉନାହାନ୍ତି, ଆମ ନିଜ ସମ୍ପର୍କରେ ନୂତନ ଜ୍ଞାନ, ନୂତନ ଦୃଷ୍ଟି ମଧ୍ୟ ମିଳୁନାହିଁ। ଆମକୁ ଧାର୍ମିକ ନୈତିକ ଲୋକମାନେ ଯେମିତି ଶିଖି ଦେଇଛନ୍ତି, ଆମେ ସେମିତି ବଞ୍ଚୁଛୁ। ଏଇଟା ପାପ, ଏଇଟା ପୁଣ୍ୟ, ଏଇଟା ଭୁଲ, ଏଇଟା ଠିକ, ଡୁଜ ଆଣ୍ଡ ଡୋଣ୍ଟସ୍, ଏମିତି କରାଯିବା କଥା, ଏମିତି କରାଯିବା କଥା ନୁହେଁ, ଗୁରୁବାର ଦିନ ମାଛ ଖାଇବା କଥା ନୁହେଁ, ଶନିବାର ଦିନ ଲୁହା କିଣିବା କଥା ନୁହେଁ, ଆଉ ଯେତେବେଳେ ଯାହା କରୁଥିବ କାର୍ଯ୍ୟ ଗୁଡିକ ସବୁ ଗୋସାଇଁ ମାନଙ୍କୁ ପଚାରିକି କରୁଥିବ। ଗୋଟେ ଇଞ୍ଜିନିୟର ଅଛି, ସେ ଏମଟେକ୍ କରିଛି, ସେ ଯଦି ଗୋଟେ ଗାଡି କିଣୁଛି, ସେ ଗାଡି ଦୋକାନରୁ ଫୋନ କରୁଛି ଗୋସାଇଁ, କୋଉ ରଙ୍ଗର ଗାଡି ନେବେ। ମାନେ ଏମିତି ପରବୁଦ୍ଧିଆ ଗୁଡିକ ଜଗତରେ ଜନ୍ମ ହେଇଛି। ସେ ଆଦୌ ବୁଝିପାରୁନାହିଁ ଯେ ସବୁ ରଙ୍ଗ ଭଗବାନଙ୍କ, ରଙ୍ଗରେ କୌଣସି ଶୁଭ କୌଣସି ଅଶୁଭ ନାହିଁ। ସବୁ ଦିନ ଗୁଡିକ ଭଗବାନଙ୍କର, ସବୁ ମୁହୂର୍ତ୍ତ ଗୁଡିକ ତାଙ୍କର, ସେଠି କୌଣସି ଶୁଭ ବେଳା ଅଶୁଭ ବେଳା ନଥାଏ। ଏଇ ହଜାର ହଜାର ବର୍ଷ ଧରି ମୂର୍ଖତା ଗୁଡିକ ମୁକୁଟ କରି ପିନ୍ଧିଥିବା ମଣିଷ ମାନଙ୍କୁ ବୁଝେଇବାଟା ଭାରି କଷ୍ଟ କାମ। ତେଣୁ ଯେତେବେଳେ ସେ ନିଜ ବିଷୟରେ ଜାଣିବ, କଣ ଜାଣିବ ନା ଅଫ୍ ହିଜ୍ ପାୱାର ଆଣ୍ଡ କ୍ୟାପାସିଟି ଆଣ୍ଡ ଲିମିଟେସନ ଅଫ୍ ହିଜ୍ କ୍ଲେମ ଅନ୍ ଏକ୍ଜିଷ୍ଟେନ୍ସ। ନିଜ ଅସ୍ତିତ୍ୱର ଶକ୍ତି, ସାମର୍ଥ୍ୟ, ସୀମା। ଆମ ନିଜ ଅସ୍ତିତ୍ୱର ଗୋଟେ ଶକ୍ତି ଅଛି, ଗୋଟେ ସୀମା ଅଛି, ଗୋଟେ ସାମର୍ଥ୍ୟ ଅଛି, ସେଟାକୁ ସେ ଜାଣିପାରିବ। ଆଉ କଣ ଜାଣିବ? Of his claim on existence and high road and the distant or immediate goal of his individual and social destiny. इंडिविजुअल कहले व्यक्तिगत, सोशल कहले सामाजिक, और डेस्टिनी कहले नियति। निजर व्यक्तिगत नियति रही, सामाजिक नियति रही। से यही भाग्य गुड़िक, नियति गुड़िक रे पहुंचवा जो सबू हाई रोड, प्रशस्त पथ देकी जाउछि, ଆଉ ଯୋଉ ଗୁଡିକ ତାର ନିୟତିର ଡିଷ୍ଟାଣ୍ଟ ଅର୍ ଇମିଡିଏଟ, କୋଉଟା ନିକଟରେ ଅଛି, କୋଉଟା ସୁଦୂର ହେଇକି ଅଛି, ସେଗୁଡିକ ଜାଣିବ। ଆଉ କଣ ଜାଣିବ ନା ଏଇଟା କେତେବେଳେ ଜାଣିପାରିବ ଯେ କୋଉ ନିୟତି ମଧ୍ୟକୁ ସେ ଯାଉଛି, ଆଉ କୋଉ ନିୟତିଟା ତାର କେତେ ଦୂର ହେଇକି ଅଛି, କେତେଟା କୋଉଟା ନିକଟ ହେଇକି ଅଛି। ସେ ସବୁକୁ ଜାଣିବାକୁ ହେଲେ ତାକୁ ବିଶ୍ୱଗତ ଜ୍ଞାନଟି ଆବଶ୍ୟକ। ବିଶ୍ୱଗତ ଆଲୋକ, ବିଶ୍ୱଗତ ଜ୍ଞାନଟି ଆବଶ୍ୟକ।
ମହାପ୍ରଭୁ ତାଙ୍କର ଅନେକ ରଚନାରେ ଆମକୁ ଏକ ବିଶ୍ୱ ଚେତନା ମଧ୍ୟରେ ଯିବାକୁ କହୁଛନ୍ତି। ବ୍ୟକ୍ତି ଚେତନାକୁ ଅତିକ୍ରମ କରି ବିଶ୍ୱ ଚେତନାକୁ ଯିବାକୁ କହୁଛନ୍ତି। ତାର ଅର୍ଥ ବିଶ୍ୱକୁ ଆପଣ ବୁଝିବେ, ବିଶ୍ୱର ସତ୍ୟ, ବିଶ୍ୱର ନିୟମ, ତେବେ ଯାଇକି ଆପଣ ନିଜଟାକୁ ବୁଝିପାରିବେ ବା ଅନ୍ୟମାନଙ୍କୁ ବୁଝିପାରିବେ। ଆମେ ବୁଝିପାରୁନାହାନ୍ତି, ଅବୁଝା ହେଇ ଅଛନ୍ତି, ଅଜ୍ଞାନତା ମଧ୍ୟରେ ଅଛନ୍ତି, ସୀମିତ ହେଇକି ରହିଛନ୍ତି, ଅହଙ୍କାରଗ୍ରସ୍ତ ହେଇକି ରହିଛନ୍ତି। ଏକଥା ବୁଝିବାରେ ତ ଅସୁବିଧା ନାହିଁ, କିନ୍ତୁ ଆମର ସେଇ ସୀମିତତାକୁ କିପରି ଅତିକ୍ରମ କରିବା ସେ ବିଷୟରେ ଆମେ ଗୋଟେ ବିଧିବଦ୍ଧ ପଥ ପାଇଲା ପରି ଲାଗୁଛି। ଏହି ଅଧ୍ୟୟନ ଜାରି ରହିବ। ଆମେ ଆସନ୍ତା ଥରକୁ 28 ପେଜର ସେକେଣ୍ଡ ପାରାଗ୍ରାଫରୁ ନିଜର ପଢା ଆରମ୍ଭ କରିବା। ସମସ୍ତଙ୍କୁ ଶୁଭ ରାତ୍ରିର ଶୁଭେଚ୍ଛା। ଆମେ ସମସ୍ତେ ମାଙ୍କ ନିକଟରେ ନିଜ ପାଇଁ ଏବଂ ସମଗ୍ର ବିଶ୍ୱ ପାଇଁ ପ୍ରାର୍ଥନା କରିବା। ନୀରବରେ ସମୟ କାଟିବା। ସମସ୍ତଙ୍କୁ ଶୁଭେଚ୍ଛା ସହିତ ଆଜିର ଆଲୋଚନା ଏଇଠି ସୀମିତ କରୁଛି। ସମସ୍ତଙ୍କୁ ଅଭିବାଦନ, ବନ୍ଦେ ମାତରମ୍।